କେବେ ଏମିତି ଭାବିଛନ୍ତି କି ଯେତେବେଳେ ଜଣେ ମଣିଷ ପାଖରେ ସବୁକିଛି ଥାଏ ସେ ଆହୁରି ଅଧିକ ପାଇବା ପାଇଁ ସେ ସବୁକୁ କେମିତି ବାଜି ଲଗାଇ ଦେଇପାରେ? ଚାଲନ୍ତୁ ଆଜି ଆମେ ଏମିତି ହିଁ ଜଣେ ଲୋଭୀ ସାହୁକାରର କାହାଣୀ ଭିତରକୁ ଯିବା। ତେବେ ଆମ କାହାଣୀଟା ଆରମ୍ଭ ହେଉଛି ଚନ୍ଦନପୁର ନାମକ ଗୋଟେ ଛୋଟ ଆଉ ସୁନ୍ଦର ଗାଁରୁ। ଆଉ ସେଠି ରହୁଥିଲା ଜଣେ ଲୋକ ଯେ ଏହି କଥାଟାକୁ ପୂରାପୂରି ବିଶ୍ୱାସ କରୁଥିଲା ଯେ ଏ ଦୁନିଆରେ କେବଳ ଚାଲାକ ଲୋକ ହିଁ ବଞ୍ଚିପାରିବେ। ଆସନ୍ତୁ ଆମ କାହାଣୀର ପ୍ରଥମ ଭାଗକୁ ଯିବା, ଯାହାର ନାଁ ହେଉଛି ଚନ୍ଦନପୁରର ଶିକାରୀ। ଏଇଠି ଆମେ ଭେଟିବା କାହାଣୀର ମୁଖ୍ୟ ଚରିତ୍ର ସେଇ ସାହୁକାର ଲାଲା ହରିରାମକୁ, ଆଉ ଦେଖିବା ସେ କେମିତି ନିଜ ଶୋଷଣର ଜାଲ ବିଛେଇଥିଲା। ଇଏ ହେଉଛି ଲାଲା ହରିରାମ। ତାର ଦୋକାନ ତ ଥିଲା ଠିକ୍ ଗାଁ ମଝିରେ, କିନ୍ତୁ ତା ମନ ଭିତରେ କେବଳ ଲୋଭ ହିଁ ଲୋଭ ଭରି ରହିଥିଲା। ସଚ୍ଚୋଟତାକୁ ସେ ମୂର୍ଖଙ୍କ କାମ ବୋଲି ଭାବୁଥିଲା। ଆଚ୍ଛା, ତେବେ ଲାଲାର ଏଇ ଯୋଜନା କେମିତି କାମ କରୁଥିଲା? ଏଟା ଗୋଟେ ଭୟଙ୍କର 4 ପର୍ଯ୍ୟାୟର ଜାଲ ଥିଲା। ସେ ପ୍ରଥମେ ଗାଁର ସବୁଠୁ ଅସହାୟ ଲୋକଙ୍କୁ ଖୋଜୁଥିଲା, ତାପରେ ଋଣ ଦେବାର ନାଟକ କରୁଥିଲା, ଆଉ ଶେଷରେ ଖାଲି କାଗଜରେ ଟିପ୍ ଚିହ୍ନ ନେଇ ସେମାନଙ୍କ ଘର, ଜମି ସବୁକିଛି ହଡପ କରି ନେଉଥିଲା। ଆଉ ଜାଣନ୍ତି, ଲାଲା ନିଜର ଏହି ନିଷ୍ଠୁରତାକୁ ଠିକ୍ ବୋଲି କହୁଥିଲା, କାହିଁକିନା ତାର ଗୋଟିଏ କଥା ଉପରେ ଦୃଢ଼ ବିଶ୍ୱାସ ଥିଲା, ସଚ୍ଚୋଟତାରେ ପେଟ ପୂରେନି। ବାସ୍ ଏହି ଗୋଟିଏ ଭାବନା ହିଁ ତାର ସବୁ କାମକୁ ନିୟନ୍ତ୍ରଣ କରୁଥିଲା। ଏବେ ଆସନ୍ତୁ ଦେଖିବା ଦ୍ୱିତୀୟ ଭାଗ, ବୃଦ୍ଧଙ୍କ ପରୀକ୍ଷା। ଏଠି କାହାଣୀରେ ଗୋଟେ ବଡ଼ ମୋଡ଼ ଆସୁଛି। ଜଣେ ରହସ୍ୟମୟ ବୃଦ୍ଧ ଆସି ଲାଲାକୁ ଏମିତି ଏକ ପରୀକ୍ଷାରେ ପକାଇ ଦେଉଛନ୍ତି ଯାହା ବିଷୟରେ ତାକୁ କିଛି ବି ଜଣାନଥିଲା। ଆରେ ବାଃ, ସୁନା ଦେଖିବା ପୂର୍ବରୁ ଆଉ ପରେ ଲାଲାର ବ୍ୟବହାରରେ ଆକାଶ ପାତାଳ ଫରକ ଦେଖନ୍ତୁ। ଗୋଟିଏ ମୁହୂର୍ତ୍ତରେ ଯେ ତଡ଼ି ଦେଉଥିଲା, ସେଇ ଲାଲା ସୁନା ମୁଦ୍ରା ଦେଖିବା ମାତ୍ରେ କେତେ ଶୀଘ୍ର ବଦଳିଗଲା। ସେ ବୃଦ୍ଧ ଜଣକ ଦେଇଥିବା ସେଇ ଗୋଟିଏ ସୁନାମୁଦ୍ରା ରାତାରାତି ଯାଦୁରେ 5ଟା ହେଇଗଲା। ଆଉ ଏହି ଘଟଣା ହିଁ ଲାଲା ଭିତରେ ଏକ ବିପଜ୍ଜନକ ନିଶା ସୃଷ୍ଟି କଲା। ଆଉ ବିନା ପରିଶ୍ରମରେ ମିଳିଥିବା ଏହି ସମ୍ପତ୍ତିର ସ୍ୱାଦ ଲାଲାକୁ ପୁରା ପାଗଳ କରିଦେଲା। ସେ ନିଜର ଦୋକାନ ବଜାର ସବୁ ଛାଡ଼ି କେବଳ ସେହି ବୃଦ୍ଧଙ୍କୁ ଖୋଜିବାରେ ଲାଗିପଡ଼ିଲା। ଚାଲନ୍ତୁ ଆମର ତୃତୀୟ ଭାଗକୁ ଯିବା, ଧ୍ୱଂସାବଶେଷରେ ଏକ ସୌଦା। ଏବେ ଲାଲାର ଖୋଜାଖୋଜି ତାକୁ ଏକ ଭୟଙ୍କର ପରିତ୍ୟକ୍ତ ଜାଗାକୁ ନେଇଯାଉଛି, ଯୋଉଠି କାହାଣୀ ଏକ ନୂଆ ମୋଡ଼ ନେବାକୁ ଯାଉଛି। ସେ ସୌଦା ହେବା ପୂର୍ବରୁ କାହାଣୀ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରୁଛି। ଜୀବନର ସବୁଠୁ ମୂଲ୍ୟବାନ ସମ୍ପତ୍ତି କ'ଣ? ଆଉ ଏ ପ୍ରଶ୍ନଟା କେବଳ ଲାଲା ପାଇଁ ନୁହେଁ, ବୋଧହୁଏ ଆମ ସମସ୍ତଙ୍କ ପାଇଁ। ଆଉ ସେଠି ଅଧିକ ସୁନା ଦେଖି ଲାଲା ପୁରା ଅନ୍ଧ ହୋଇଗଲା। କିଛି ନ ଭାବି ବିନା ଦ୍ୱିତୀୟ ଚିନ୍ତାରେ ସେ ସୌଦା ପାଇଁ ରାଜି ହୋଇଗଲା। ସେ ଭାବିଲା ତାର ହରେଇବାକୁ ବା ଏମିତି କ'ଣ ମୂଲ୍ୟବାନ ଜିନିଷ ଅଛି? ସେ ବୃଦ୍ଧ ତାକୁ ଗୋଟେ ରହସ୍ୟମୟ ଚେତାବନୀ ଦେଲେ, ସବୁଠାରୁ ମୂଲ୍ୟବାନ ଜିନିଷ ସବୁବେଳେ ଆଖିକୁ ଦେଖାଯାଏ ନାହିଁ। ଏହା ସୌଦାର ପ୍ରକୃତ ମୂଲ୍ୟ ବିଷୟରେ ଗୋଟେ ସଙ୍କେତ ଥିଲା, କିନ୍ତୁ ଲାଲା ଏହାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଦେଲା। ଏବେ ଆସିଲା ଚତୁର୍ଥ ଭାଗ, ସବୁକିଛିର ମୂଲ୍ୟ। ବର୍ତ୍ତମାନ ସମୟ ଆସିଯାଇଛି ଯେତେବେଳେ ଲାଲାକୁ ତା ଲୋଭର ପ୍ରକୃତ ମୂଲ୍ୟ ଦେବାକୁ ପଡ଼ିବ। ଭାବିପାରୁଛନ୍ତି, ମାତ୍ର 24 ଘଣ୍ଟାରେ ତାର ପୁରା ଦୁନିଆ ଓଲଟପାଲଟ ହୋଇଗଲା। ରାତିରେ ସେ ସଦା କଲା, ଆଉ ସକାଳେ ତା ନିଜ ପରିବାର ତାକୁ ଚିହ୍ନି ପାରିଲେନି। ଦ୍ୱିପହର ସୁଦ୍ଧା ତା ଦୋକାନ ଆଉ କାହାର ହୋଇଗଲା, ଆଉ ସନ୍ଧ୍ୟାବେଳକୁ ସେ ନିଜ ଗାଁରେ ହିଁ ଜଣେ ଅଚିହ୍ନା ଅଜଣା ଲୋକ ପାଲଟିଗଲା। କିନ୍ତୁ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ଯେଉଁ ସମ୍ପତ୍ତି ପାଇଁ ସେ ସବୁକିଛି ବାଜି ଲଗାଇଥିଲା, ଶେଷରେ ସେ ସେଇ ଜିନିଷଟିକୁ ହିଁ ହରାଇ ବସିଲା, ଯାହା ଟଙ୍କାରେ କିଣାଯାଇପାରେ ନା, ସମାଜରେ ନିଜର ପରିଚୟ। ଏବେ ଆମେ ପହଞ୍ଚିଛେ କାହାଣୀର ଶେଷ ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗରେ, ଧନର ପ୍ରକୃତ ଅର୍ଥ। ଏଇଠି କାହାଣୀର ପ୍ରକୃତ ଶିକ୍ଷା ସାମ୍ନାକୁ ଆସିବ। ଶେଷରେ ସେ ବୃଦ୍ଧ ଜଣକ ଫେରିଆସନ୍ତି ଆଉ ଲାଲାର ସେ ଧନ ସମ୍ପତ୍ତି ପଛରେ ଥିବା ଭୟଙ୍କର ସତ୍ୟକୁ ପ୍ରକାଶ କରନ୍ତି। ଆଉ ସତ୍ୟ ଥିଲା, ସେ ସୁନା ମୁଦ୍ରା ପ୍ରକୃତରେ ସୁନା ନଥିଲା। ତାହା ଥିଲା ସେହି ଲୋକମାନଙ୍କ ଆଖିର ଲୁହ ଯେଉଁମାନଙ୍କୁ ସେ ଲୁଟିଥିଲା। ତାର ସମ୍ପତ୍ତି ପ୍ରକୃତିରେ ଅନ୍ୟମାନଙ୍କ ଦୁଃଖରୁ ତିଆରି ହୋଇଥିଲା। ଶେଷରେ ଯାଇ ଲାଲା ବୁଝିପାରିଲା ଯେ ସବୁଠାରୁ ବଡ଼ ସମ୍ପତ୍ତି ଟଙ୍କା ନୁହେଁ, ବରଂ ବିଶ୍ୱାସ। କିନ୍ତୁ ଏ କଥା ବୁଝିବା ବେଳକୁ ବହୁତ ଡେରି ହୋଇଯାଇଥିଲା। ଆଉ ଏହା ହିଁ ଥିଲା ତା କର୍ମର ଫଳ। ତା ପାଖରେ ସୁନାର ପାହାଡ଼ ତ ଥିଲା, କିନ୍ତୁ ମାନବିକତା ନାମରେ ସେ ସମ୍ପୂର୍ଣ୍ଣ ଦିୱାଳିଆ ହୋଇସାରିଥିଲା। ତେଣୁ ଏହି କାହାଣୀ ଆମ ପାଇଁ ଗୋଟେ ଶେଷ ପ୍ରଶ୍ନ ଛାଡ଼ିଯାଉଛି। ଯଦି କୌଣସି ସମ୍ପତ୍ତି ପାଇଁ ଜୀବନରୁ ସବୁକିଛି ଚାଲିଯାଏ, ତେବେ ସେ ସମ୍ପତ୍ତିର ପ୍ରକୃତ ମୂଲ୍ୟ କ'ଣ? ଏହା ଲୋଭର ପରିଣାମ ବିଷୟରେ ଏକ ଚିରନ୍ତନ ଚେତାବନୀ।